ବାଜେ ରାସ୍ତାରେ ନଉଥିଲେ ଦିଦିଙ୍କର ଟିକେ ସବୁ ଭଲ ତାଙ୍କର ସେ ଟିକେ ପତଳା କାନ ମାନେ ବହୁତ ଭଲ କିନ୍ତୁ ପତଳା କାନ ହଠାତ୍ ଆପଣ ଭଲ ପାଉଥିବେ ପୁଣି ଗୋଟେ କ'ଣ ହେଇଯିବ ଘଣ୍ଟା ପରେ ପୁଣି ଆସି ଅଟୋମେଟିକ୍ ଚେଞ୍ଜ ହେଇଯିବେ ପତଳା କାନ ତାଙ୍କର ଯେଉଁ ଚାରିପଟ ଯାକ ତାଙ୍କ ଚେଲା ଚାମଡ଼ା 5-7 ଜଣ ଥିଲେ ରାକେଟ କରି ତାଙ୍କୁ ରଖିଥିଲେ ସିଏ ତାଙ୍କର ମନ ଭଲ ସବୁ ଭଲ ନା ଯାଏଁ ସେ କେମିତି ଶାସନ କରୁଥିଲେ ଏବଂ ପ୍ରଥମରୁ ଶାସନ କରି ଆସୁଥିଲେ ତାଙ୍କୁ ଲୋକ ଭଲ ପାଉଥିଲେ ସେ ଚାରିପଟ କିଛି ଲୋକ ଆପଣ ଆଜି କହିଲି ନାଁ ଏନେ ପ୍ରକାଶ କରୁନି ସେ କିଛି ଲୋକ ତାଙ୍କୁ ରଙ୍ଗ ନେଇକି ତାଙ୍କୁ ବାଜି ରାସ୍ତାରେ ନେଲେ ଆଉ ଆଜି ଗୋଟେ କଥା ଆପଣ କହୁ ଶୁଣନ୍ତୁ ତାଙ୍କର ଯେ ମୁଖ୍ୟ ଲୋକ ହେଲା ତାଙ୍କ ଦଳ ଭିତରେ ସିଏ ହେଲା ସୁବ୍ରତ ବକ୍ସି ସବୁଠୁ ଅନେଷ୍ଟ ଲୋକ ଯେଉଁ ଅନେଷ୍ଟ ଲୋକ ଥାଏ ଟିଏମସି ପାର୍ଟିରେ ସେ ହେଲା ସୁବ୍ରତ ବକ୍ସି ସିଏ ଭଦ୍ରଲୋକ ଥିଲେ ରାଜ୍ୟସଭା ଏମ୍ପି ଆଉ ସିଏ ଟଙ୍କାଟେ କାହାଠୁ ଘୋଷ ଖାଆନ୍ତିନି ପାନ ଖାଆନ୍ତିନି ଓଲଟି ତାଙ୍କ ହାତରୁ ପଇସା ଖର୍ଚ୍ଚ କାମ କରନ୍ତି ତାଙ୍କ ରାଜ୍ୟସଭା ସିଟ୍ଟାକୁ ଯେତେବେଳେ ସରିଗଲା ଜବରଦସ୍ତି ତାଙ୍କଠୁ ଭିଡ଼ିକି ନେଇଗଲେ ଆଜି ଆପଣ ଏଇଟା ଖୋଲା କଥା ଆଜି କହୁଛି ତାଙ୍କଠୁ ଜବରଦସ୍ତି ଭିଡ଼ିକି ସେ ବହୁତ ଅଭିମାନ କଲେ ଯେ ତାଙ୍କୁ ଡମି ଗୋଟେ କରିଦେଲେ ଦେଇକି ସେ ରାଜ୍ୟସଭା ସିଟ୍ଟାକୁ ଅନ୍ୟ ଲୋକକୁ ଜବରଦସ୍ତି ଦେଇଦେଲେ ଇଏ ବହୁତ ସେ ସୁବ୍ରତ ବକ୍ସି ମନ ଖରାପ କଲେ ଏବଂ ଏଇ କଥାଟା ଚାରିଆଡ଼େ ସାରା ବଙ୍ଗଳାରେ ଚର୍ଚ୍ଚାର ବିଷୟ ହେଇଗଲା ସେହି ସମୟରେ ସୁବ୍ରତ ବକ୍ସି ଏବେ କଥା କହୁଛି ଆମ ଘରେ ଆସି 3-4 ଦିନ ଥିଲେ ବହୁତ ଭଲ ଲୋକ ତାଙ୍କୁ ମୁଁ ଭଲ ପାଏ ଶ୍ରଦ୍ଧା କରେ କାହିଁକିନା ଅନେଷ୍ଟ ଲୋକ ତାଙ୍କୁ କିଏ ଆଙ୍ଗୁଠି ଦେଖେଇ ପାରିବ ନାହିଁ ବହୁତ ଭଲ ଲୋକ ସିଏ ଥିଲେ ବହୁତ ମନ ଦୁଃଖ କଲେ କଷ୍ଟ କଲେ ତାଙ୍କ ୱାଇଫ୍ ଥିଲେ ସମସ୍ତେ ଥିଲେ ତାଙ୍କୁ ଆମେ ବୁଝେଇଲୁ ଯାହା ହେଇଛି କରନ୍ତୁ ସେ ବହୁତ ମନ ଅଭିମାନ କଲେ ଏଇ ଜିନିଷଟା ଆଜି ଆପଣଙ୍କୁ କହିଲେ ଏଇଟା କିମ୍ବା ନିହାତି ସତ୍ୟ କଥା ଏଇଟା ତାଙ୍କ ଭୋଟ ଉପରେ ପଡ଼ିଲା At Faculty of Engineering and Technology, learn what's next. 100% internships, 72% placements, industry-integrated curriculum with IBM, TCS and Cyberdojo. Build tech, build impact. ସେଇଟା ତ ପ୍ରଭୁଙ୍କ କଥା ମୁଁ ଆଗ କହିଲି ପୁରା ସେଇଟା ଈଶ୍ୱରଙ୍କ କଥା ଆପଣଙ୍କର ପବ୍ଲିକ ହେଲେ ଜନାର୍ଦ୍ଦନ ସିଏ ଯାହା କରିବେ ସେ ମୁଁ ଗୋଟେ କଥା କହିବା କଥା ଅହଙ୍କାର ମଣିଷକୁ ପତନ କରାଏ ଆଜି କହିଲି ଯେତେବେଳେ ପଥର ମୂର୍ତ୍ତି ବସିବା ଆରମ୍ଭ ହେଲା ମୁଁ ନାହିଁ କରିଥିଲି ମୁଁ ଦେଖନ୍ତୁ ଏହା କହିଥିଲି ତାଙ୍କର ହିତକାଂକ୍ଷୀ ଲୋକ ଆମେ ତାଙ୍କ ଘରେ ତ ମୁଁ ଯଜ୍ଞ ପୂଜା ଅର୍ଚ୍ଚାରେ ତାଙ୍କୁ ମୁଁ ଜିତେଇଥିଲୁ ଆପଣ ପଥର ମୂର୍ତ୍ତି କରନ୍ତୁ ନାହିଁ ସିଏ ସେଇଟାକୁ ଏକାନ୍ତ କାଢ଼ିଲେ ପଥର ମୂର୍ତ୍ତି କରନ୍ତୁ ପଥର ମୂର୍ତ୍ତି ମନ୍ଦିରରେ ପୂଜା ହେବେ ରଥକୁ ପଥର ମୂର୍ତ୍ତି ଯାଇପାରିବେ ନାହିଁ ଜଗନ୍ନାଥ ରଥ ପଥର ମୂର୍ତ୍ତି ରଥକୁ ଜଗନ୍ନାଥ ଯାଉଥାନ୍ତି ପୁରୀରେ ତାପରେ ଲେଖିଲେ ଧାମ ଲେଖିଲେ ବହୁତ କିଛି ତାଙ୍କ ମନ ଇଚ୍ଛା କଲେ ଏଇଟା ଆପଣଙ୍କୁ ନାହିଁ କଲୁ ଦ୍ୱିତୀୟରେ ହେଲା ସିଏ ଲୋକଙ୍କୁ ନେତାମାନେ କିଛି ଲୋକଙ୍କୁ ଅର୍ଡିନାନ୍ସ କଲେ ପୁରୀ କେ ଯିବ ନାହିଁ ରଥ ବୋଲେ ପୁରୀ କେ ଯିବ ନାହିଁ ସେଇଟା ଯେତେକ ନେତା ଇ କରିଛନ୍ତି 80% ନେତାଙ୍କର ତାଙ୍କର ଯେଉଁ ପାର୍ଟି ଲୋକଙ୍କର ମନ ଖରାପ ହେଲା ଦିଦିମାନେ ଲୋକ ଶିକ୍ଷିତ ଲୋକ ସିଏ କ'ଣ ନାହିଁ କରନ୍ତି ପୁରୀ ଯିବନି ବୋଲିକା ଏଇଟା ଖରାପ କଥା ଜଗନ୍ନାଥ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ ଜଗନ୍ନାଥ ଆମ ଏମିତି ଠାକୁର ସେ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ ଏଇଟା ଖରାପ ପାଡ଼ି ଗତିଗଲା ଜାଣିପାରିଲେନି ଏଇଟା ବହୁତ ଖରାପ ପାଡ଼ି ଗତିଗଲା ତାପରେ ସେଠି ଗୋଟେ ଆପଣଙ୍କର ବଙ୍ଗଳାରେ ଗୋଟେ ମନ ଇଚ୍ଛା ଗୋଟେ ଅରାଜକତା ହେଇଗଲା ସେଇଟାକୁ ଲୋକ କିଛି ଲୋକ ପସନ୍ଦ କଲେ ନାହିଁ ଆଉ ଆପଣ ଦେଖିବେ ଆଗୁଆ କହିଛି ଏଥରକ ସରକାର ନିଶ୍ଚିତ କିଛି ଅସୁବିଧା ପଡ଼ିଯିବେ ଯାହା ମୁଁ କହିଥିଲି ଜଗନ୍ନାଥ ସେଇ ଜିନିଷ ହେଲା ଆପଣମାନେ ଆଜି ଦେଖିପାରୁଥିବେ ସେଇ ଜିନିଷ ଗତିଗଲା ଆଉ ବହୁ ସଂଖ୍ୟା ଗରିଷ୍ଠରେ ଆପଣଙ୍କର ଅନ୍ୟ ପାର୍ଟି ଯେ ବିଜେପି ଗଭର୍ଣ୍ଣମେଣ୍ଟ ପଦ୍ମଫୁଲ ଆସିଲା ବହୁ ସଂଖ୍ୟା ଗରିଷ୍ଠରେ ତ ଅନେକ ନେତା ମନ୍ତ୍ରୀ ଆପଣଙ୍କୁ ମଧ୍ୟ ଯୋଗାଯୋଗରେ ରହୁଥାନ୍ତି ଏ ସମୟରେ ଇଲେକ୍ସନ ସମୟରେ ସେମାନଙ୍କୁ ଆପଣ କେମିତି କରିଥାନ୍ତି ଆଜ୍ଞା ଶୁଣନ୍ତୁ ବହୁତ ନେତା ଅଛନ୍ତି ସମସ୍ତେ ମୋର ଭଲ ସମ୍ପର୍କ ସମସ୍ତେ ଶ୍ରଦ୍ଧା ଭାବ ଭକ୍ତି ମୋତେ କରନ୍ତି ମୁଁ ସମସ୍ତେ ଆଶୀର୍ବାଦ କରେ ମୁଁ କହୁନି ମୁଁ ନିଜେ ଗର୍ବରେ କହୁଛି ବି ମୁଁ ଅନେଷ୍ଟ ମେଣ୍ଟେନ୍ କରେ ମୋତେ କିଏ ଆଙ୍ଗୁଠି ଦେଖିପାରିବେନି এইটা ମୁଁ ଟିଭି ଆଗରେ 1000 ଥର କହିଥିବି କିଏ ଆଙ୍ଗୁଠି ଦେଖିପାରିବେନି ମୁଁ ଗୋଟେ ଡୋମିନେଟର ହେଇନି ମୁଁ ଯାହାକୁ ଯିଏ ସିଏ ହଉ ମୁଁ ଅପ୍ରିୟ ସତ୍ୟ କଥା କହିବି ସବୁ ଅପ୍ରିୟ ସତ୍ୟ କଥା କହେ ଆଉ ମିଛ ସତ ଇଆଡୁ ସିଆଡୁ ଗାଗଡୁ କହି ଗୋଟେ ଆଗରୁ କଥା ମୁଁ କେବେ କହେ ନାହିଁ
ଆଉ ଯାହା ସାଙ୍ଗେ ସମ୍ପର୍କ ରଖେ ତାର ସବୁବେଳେ ମଙ୍ଗଳ କାମନା ଚାହେଁ, ସବୁବେଳେ ଯେମିତି ଲୋକଟି ଭଲ ରହୁ, ଭଲ କଥା ହେଉ, ସମସ୍ତଙ୍କ ମୋର ଭଲ ସମ୍ପର୍କ। ମମତା ଦିଦିଙ୍କର ଖାସ୍ ଲୋକ ଥିଲେ ମଧ୍ୟ ପୂର୍ବ ନିର୍ବାଚନରେ ଆପଣ ପୂଜାର୍ଚ୍ଚନା କରିଥିଲେ। ଶୁଭେନ୍ଦୁ ଅଧିକାରୀ ବି ମଧ୍ୟ ମମତା ବାନାର୍ଜୀଙ୍କର ଖାସ୍ ଲୋକ ଥିଲେ। ଶୁଭେନ୍ଦୁ ଅଧିକାରୀ ଯେତେବେଳେ ଛାଡ଼ିଦେଲେ ନିଶ୍ଚିତ ଭାବରେ ମମତାଙ୍କର ଗୋଟେ ଅଙ୍ଗ କଟିଗଲା ଭଳି ସଦୃଶ ହବ। ଆଜ୍ଞା ଶୁଣନ୍ତୁ, ଏଇ ଯୋଉ କଥା ଆପଣ କହିଲେ ଆଜି ନିହାତି ସତ୍ୟ କଥା କହୁଛି। ଆପଣ ଯେତେବେଳେ ଦରକାର ପଡ଼ିଲେ ଶୁଭେନ୍ଦୁଙ୍କୁ ପଚାରିବେ। ଗୋଟେ ଦିନ ଆମେ ଗୋଟେ ଦୁର୍ଗା ପୂଜା ଓପନିଂ କରିବାକୁ ଯାଉଛୁ, ଶୁଭେନ୍ଦୁ ବସିଥିଲା। ଶୁଭେନ୍ଦୁ ମତେ କହିଲେ ଆପଣ ମୋ ଗାଡ଼ିରେ ବସନ୍ତୁ। ମୁଁ ଶୁଭେନ୍ଦୁ ଗାଡ଼ିରେ ବସି ଚାଲିଲୁ ଆମେ। ଶୁଭେନ୍ଦୁ କହିଲେ ଆଜ୍ଞା ମୁଁ ଦଳ ଛାଡ଼ିଦେବି। କାହିଁକି ଦଳ ଛାଡ଼ିଦେବ, କାହିଁକି ଭଲ ଦଳରେ ଅଛ? ନା ନାଇଁ ଆଜ୍ଞା ମୁଁ ଛାଡ଼ିଦେବି ଦଳ ଗୁରୁଜୀ, ଆଉ ବହୁ ଅଶାନ୍ତି ଭିତରେ ମୋ ସାଙ୍ଗେ ଅଭିଷେକ ବାନାର୍ଜୀ ମତେ ଇଆଡୁ ସବୁ ଖରାପ ବ୍ୟବହାର ଦେଖାଉଛନ୍ତି। ମୁଁ ତ କହିଲି ନା ତମେ ଦିଦିକି ଛାଡ଼ିକି ଯାଉନି, ଏଇ କଥା କହିଛି। ଆପଣ କିଛି ସୁବିଧା ମତେ ପଚାରିବେ, ବୁଝେଇଲି ସେଇ କଥାଟା। ମତେ ଅମିତ ଶାହ ଡାକୁଛନ୍ତି ପଳେଇ ଆସ ବୋଲିକା, ଆଉ ଦରକାର ପଡ଼ିଲେ ଆପଣଙ୍କ ଅମିତ ଶାହଙ୍କୁ କଥା କରେଇଦେବି। ସେଇ କଥା ମୁଁ ମମତା ବାନାର୍ଜୀ କହିଥିଲି। ମୁଁ ଦେଖନ୍ତୁ ଶୁଭେନ୍ଦୁ ଭଲ ଲୋକ, ଆପଣ ଶୁଭେନ୍ଦୁକୁ ଛାଡ଼ନ୍ତୁ ନାହିଁ, ସେ ଆପଣଙ୍କ ସାଙ୍ଗରେ ରହିଛନ୍ତି, ରହିବେ, ଭଲ ଲୋକ, ଏଇ କଥା କହିଥିଲି। ତା ଦେଖନ୍ତୁ ତା ପରବର୍ତ୍ତୀ ସମୟ କଣ ହେଲା, ସିଏ ଅଶାନ୍ତି ହେଇକିରି ତାଙ୍କୁ ପଛ ଲାଇନରେ ବସେଇଲେ। ଯେହେତୁ ତାଙ୍କର ଟିଏମସି ମିଟିଂ ହଉଥିବ, ତାଙ୍କର ସେଠି ସମ୍ମାନ ଦେଲେନି। ଶୁଭେନ୍ଦୁ ଅଧିକାରୀ ଫ୍ୟାମିଲି ହେଲେ ସେ ସ୍ୱାଭିମାନ ଫ୍ୟାମିଲି, ତାଙ୍କର ପରିବାର ସମସ୍ତେ ନେତା, ତାଙ୍କ ବାପା କୁହନ୍ତୁ, ତାଙ୍କ ଭାଇ କୁହନ୍ତୁ, ତାଙ୍କ ଏଇ କୁହନ୍ତୁ, ସମସ୍ତେ ନେତା। ସିଏ ତାପରେ ଭାରି ଆପଣ ଦେଖି ଶୁଭେନ୍ଦୁ ଅଧିକାରୀ ବହୁତ ଏଠି ଭାରି ଅଭିମାନ ଲୋକ, ଅନ୍ୟ କଥା ନୁହଁ, ଭାରି ସ୍ୱାଭିମାନ। ସେ ଦଳ ଛାଡ଼ିଦେଲେ। ଦଳ ଛାଡ଼ି ଦେଖନ୍ତୁ ଆଜି ଦଳ ଯୋଉଠି ପହଞ୍ଚିଛି, ମାନ୍ୟବର ପ୍ରଧାନମନ୍ତ୍ରୀ ଥାଆନ୍ତୁ କି ମାନ୍ୟବର ହୋମ ମିନିଷ୍ଟର ଥାଆନ୍ତୁ, ଆଜି ଦଳ ଯୋଉଠି ପହଞ୍ଚିଛି ସେଇଟା ଶୁଭେନ୍ଦୁ ଅଧିକାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପହଞ୍ଚିଛି। ଅକ୍ଲାନ୍ତ ପରିଶ୍ରମ, ଯୋଡ଼ିଏ ଏମ୍ଏଲ୍ଏରୁ 60 MLA 70 MLA ଆଜି ଯୋଉଠି ପହଞ୍ଚିବା ଶୁଭେନ୍ଦୁ ଅଧିକାରୀ ଅକ୍ଲାନ୍ତ ପରିଶ୍ରମ। ଆଜି ଦେଖନ୍ତୁ ସିଏ ଆସିଗଲେଣି, କେତେ ଉପରକୁ ଆସିଲେ, 200 ଉପରକୁ ଭୋଟ ପାଇଲେ। କିଏ ବି କଳ୍ପନା କରିନଥିଲେ 200 ଉପରେ ପାଇବେ, କିନ୍ତୁ ମୁଁ କହିଥିଲି 200 ଉପରୁ ସେ ଭୋଟ ନିଶ୍ଚିତ ପାଇବେ। ଆପଣ ତାଙ୍କୁ ଧନ୍ୟବାଦ ଦେବେ? ନିଶ୍ଚିତ ଧନ୍ୟବାଦ ଦେବି। ଯିଏ ଗୋଟେ ଅକ୍ଲାନ୍ତ ପରିଶ୍ରମ ନିଜେ ଗୋଟେ ଠିଆ ହେଲା, ତାକୁ ଧନ୍ୟବାଦ ଦେବାନି, ଖଣ୍ଡେ ଧନ୍ୟବାଦ ଦେବି। ଏବଂ ଚାହିଁବି ବଙ୍ଗଳାର ଭଲ କାମ ହଉ। ୱେଷ୍ଟବେଙ୍ଗଲରେ ବହୁତ କାମ ବାକି ଅଛି, ବହୁତ କାମ ସେ ଆଗେଇ ଯାଆନ୍ତୁ, ବହୁତ କାମ କରନ୍ତୁ। ଦୀଘା ଜଗନ୍ନାଥ ମନ୍ଦିରର ନାଁ ପରିବର୍ତ୍ତନ ହେଇପାରିବ ଏବଂ ସେ ମନ୍ଦିର ଯୋଉ ପଥର ମୂର୍ତ୍ତି ରହିଛି ତାକୁ ମଧ୍ୟ ସେଠି ହଟେଇଯିବ, କାରଣ ଇଏ ଆସ୍ଥା ବିଶ୍ୱାସ ସହିତ ଜଡିତ ରହିଛି। ଆଜ୍ଞା ଶୁଣନ୍ତୁ, ମୂର୍ତ୍ତି ହଟିବା ଦରକାର ନାହିଁ, ସେଇ ମୂର୍ତ୍ତି ମନ୍ଦିରରେ ରହନ୍ତୁ। ଭଗବାନ ଜଗନ୍ନାଥ ସିଏ, ତାଙ୍କୁ ମୁଁ କହିଥିଲି ରଥକୁ କିଏ ଯିବେନି। ଆପଣ ଚିନ୍ତା କରୁ, କାହିଁ ରଥକୁ ଯିବେନି? ରଥକୁ ଗଲେ ତାଙ୍କ ହାତ ଗୋଡ଼ ଖଣ୍ଡିଆ ହେଇଗଲେ ଗୋଟେ ଖରାପ ଗତି କରେ। ପଥର ମୂର୍ତ୍ତି ପହଞ୍ଚିବେନି, ରଥ ଭାଙ୍ଗିବ, ସବୁ ନଷ୍ଟ ହବ। ସେଇଟା ତାଙ୍କୁ ମୁଁ କହିଥିଲି ଯେ ରଥକୁ ଯିବେନି। ମୂର୍ତ୍ତି ଏମିତି ତ ସାରା ଦୁନିଆରେ କେତେ ମନ୍ଦିର ହଉଛି, କେତେ ମୂର୍ତ୍ତି ବସୁଛନ୍ତି, ଇଏ ରଥକୁ ଯିବେନି। ଏଇଟା ତାଙ୍କୁ ମୁଁ ବୁଝେଇ କହିଥିଲି। ମୁଁ ଆପଣ ତାଙ୍କୁ ମନ୍ଦିର ବସନ୍ତୁ, ରଥକୁ କେହି ଯିବେନି। ବହୁତ ଡିସ୍କସନ ହେଲା। ମୋ ପୁଅ ରାଜା ସେ ମନ୍ଦିର ପାଇଁ ବହୁତ ତାର ତ୍ୟାଗ ଅଛି, ଚେଷ୍ଟା କରିଲେ କି ମନ୍ଦିର ଭଲରେ ହବ, କେମିତି ହବ ସେ ଶୁଣିଲେନି, ଧାମ ଦେଖିଲା ନାହିଁ କରିଥିଲି। ଦେଖନ୍ତୁ ମୁଁ କେବେ ଗଲି, ମୋର ଦିଦିଙ୍କ ସାଙ୍ଗେ ବ୍ୟକ୍ତିଗତ ବହୁତ ଭଲ ସମ୍ପର୍କ। ଆପଣ ଦେଖନ୍ତୁ ମୁଁ ଦୀଘା ହାତେ ଇଏ ହେଲା, ମୁଁ କେବେ ଗଲି ନାହିଁ। ଆଉ ଯେ ମୁଁ ଯାଇଥାନ୍ତି, ଯୋଉ ଜଗନ୍ନାଥ ରଖିଲେ ମୁଁ ଯାଇଥାନ୍ତି, ତାହେଲେ ଭାବୁଥିବେ ମତେ କଣ ଲୋକ ମତେ କହିଥାନ୍ତେ, ଏ ଲୋକମାନେ ବି ଯାହା କହିଲେ ଆପଣ ଶୁଣୁଥିବେ, ସବୁ ପବ୍ଲିକ ଯାହା କହିଲେ, କେବେ ମୁଁ ଗଲି ନାହିଁ। ଯୋଉଠି ଗୋଟେ ଜିନିଷ ବାଜେ ଜିନିଷ ସେଠି ମୁଁ କେବେ ପ୍ରବେଶ କରେ ନାହିଁ। At Faculty of Engineering and Technology, learn what's next. 100% internships, 72% placements, industry integrated curriculum with IBM, TCS and Cyber Dojo. Build tech, build impact.